ଯାଉଛ କୁଆଡେ? ପିଟିଏମ୍ ରେ ଯାଉଛ? ମୋ ଝିଅ ଆଜି ପିଟିଏମ୍ ରେ ଯାଉଛି। ଆଜି କାଳେ ସମସ୍ତଙ୍କୁ ସାଙ୍ଗରେ ନେଇକି ସମସ୍ତଙ୍କୁ ସାଙ୍ଗରେ ନେଇକି ଯାଉଛ ନା ପିଟିଏମ୍ ରେ? ଆଉ ସ୍କୁଲ କାହିଁ ଯାଇନା? ନିଜେ କହିଲେ ମାମା ଯିବେ, ମ୍ୟାମ୍ କହିଛନ୍ତି ମାମା ଟିକେ ଦେଖିବେ ଆଉ ଯିବାକୁ ପଡ଼ିବ। ମାମା ଯିବେ କଣ ଗାଳି ଶୁଣିବାକୁ ନା କଣ? ମାମା ମାନେ ଯିବେ ଗାଳି ଶୁଣିବାକୁ। ମାମା ମାନଙ୍କୁ ଗାଳି କଲେ ତାଙ୍କୁ ଟିକେ ଭଲ ଲାଗେ ନୁହଁ? ସେଇଥିପାଇଁ ନା ମୋ ଝିଅ ତ ଫାଷ୍ଟ ହଉଛି ଗାଳି କାହିଁ ଖାଇବ? ମୋ ଝିଅ ତ ସବୁଦିନ ଚକୋଲେଟ୍ ଖାଉଛି। ସତରେ? ଆଉ ଗୁଡ୍ ଗାର୍ଲ ହଉଛି ସତରେ? ତ ଆଉ ସମସ୍ତଙ୍କୁ ଟିକେ କହିଦିଅ ଜୟ ଜଗନ୍ନାଥ କହିଦିଅ ଟିକେ। ହାତ ଯୋଡ଼ିକି ନା। ଇଆଡେ ସକାଳର ଭିଉ ଏମିତି କିଛି ଅଛି। ହେଇଲୋ ହେଇଲୋ କଣ ଗଲା ନା ବାବାର ଅଫିସ ଡେରି ହେଇଯିବ ରେ। ତ ସକାଳ ବି ଏମିତି କିଛି ଅଛି। ତାହେଲେ ସେଠିକି ଯାଉ ତ ଦେଖାଉଛି। ତ ଇଏ ହେଉଛି ମୋ ଝିଅ ସ୍କୁଲ। ମୁଁ ଭିଡ଼ିଓ ବେଶୀ କରିପାରିଲିନି। ତ ଏଇ ସ୍କୁଲ ଯେ ମିଟିଂ ଚାଲିଛି। ତ ମିଟିଂ ମଝିରୁ ପଳେଇ ଆସିଲୁ କଥା ହେଇକି ପଳେଇ ଆସିଲୁ। ତ ଖାଇବା ପିଇବା ବ୍ୟବସ୍ଥା ବି କରିଛନ୍ତି। ତ ଖାଇବା ପିଇବା ବ୍ୟବସ୍ଥା କରିଛନ୍ତି। ତ ପଳେଇ ଆଉଥରେ ଆମକୁ ଦେଲେ। ତ ଏଇଟା ହେଉଛି ସ୍କୁଲ ପତଞ୍ଜଳି ସ୍କୁଲ। ତ ଏଇଟା ଦେଖିପାରୁଥିବେ ପତଞ୍ଜଳି ସ୍କୁଲ। ତ ଖୁଣ୍ଟିଆ ପୁରା ଆମର ଅଫିସଟା ଡେରି ହେଇଗଲାଣି। ତ ଗେଟ୍ ଖୋଲା ଆମେ ଚାଲୁ। ମୋ ଝିଅ ତ ବେଲୁନ ହଁ ଏଇଟା ହେଉଛି କ୍ଲବ୍ ଟାୱାର। ତ ଟାଇମ୍ 9ଟା ବାଜିଗଲାଣି ଦେଖିପାରୁଥିବେ। ଏଇଟା ହେଉଛି ପାର୍କ। ତ ଆମେ ପଳେଇ ଆସିଲୁ ଘରକୁ। ତ ବେଶୀ ଭିଡ଼ିଓ କରିପାରିଲିନି। ଟିକେ ନାକୁ କଲି। ତ ଭୋକ ହେଲାଣି ଜୋରେ। ତ ଯାଇକିରି କ'ଣ ଖାଇବା କ'ଣ ଲୋ? ଖାଇବାକୁ ତ ମୁଁ କିଛି କରିନାହିଁ। ତ ଭୋକ ହେଇଗଲାଣି। ତ ଏଠୁ ଆମେ ଟର୍ଣ୍ଣିଂରେ କାଟିବୁ। ତ ଯାଏ ଖାଇବା ବ୍ୟବସ୍ଥା କ'ଣ କରେ। 9ଟା ବାଜିଗଲାଣି। ମୁଁ କହୁଛି ଗାଧେଇ ପଡ଼ିକି ପଳା। ନାଇଁ ତ ସ୍କୁଲ ଯାଇଥିଲୁ। ତ ଦେଇଛନ୍ତି ଟିଫିନ୍ ଦେଇଛନ୍ତି ଜରି ଭିତରେ ପୁରେଇକି ମନା କରୁଥିଲୁ ସେମିତି ପୁରେଇ ପାରି ଦେଇଛନ୍ତି। ତ ମୋ ଝୁଅର ମିଳିଯାଇଛି ସବୁ ବହି ଖାତା ତାକୁ ଦେଇଥିଲୁ। ଏଇଟା କ'ଣ ଏ ମ୍ୟାଥ୍ ଖାତା। ତ ସବୁ ଖାତା ବହି ତ ଦେଖିପାରୁଥିବେ ସବୁ ମିଳିଯାଇଛି। ଏଇଟା ହିନ୍ଦୀ କିନ୍ତୁ ହେଇ ଓଡ଼ିଆ ନାହିଁ କି? ଏଇ ପତଞ୍ଜଳିରେ ଓଡ଼ିଆ ନାହିଁ। ତ ଏଇଟା ହିନ୍ଦୀ ବୁକ୍। ଏ କ'ଣ ହିନ୍ଦୀ ଇଂଲିଶ ବାପରେ ଇଏ କ'ଣ ଓଡ଼ିଆ ନାହିଁ? ଖାଲି ଯାହା ଦେଖିବ ହିନ୍ଦୀ ଇଂଲିଶ ସବୁ ମିଶାମିଶି ଅଛି। ତ ସେ ତାର ବସିକିରି ଖାଇଲାଣି। ତ ଭୋକ ହେଲାଣି। ତ ଏମିତି ତ ବହି ସବୁ ମିଳିଯାଇଛି। ତାପରେ ଦେଖିବା ଆଉ କ'ଣ ହେଉଛି। ଏତେ ବହି ଦେଇଛନ୍ତି ଆମେ କହିଲୁ କ'ଣ କରିବ କ'ଣ ନାହିଁ। ସେ ପାରିବ କି ନାହିଁ? ତ ମ୍ୟାଡ଼ାମ୍ କହିଲେ ନା ସିଏ ପାରିବ। ସେ ଯେଉଁ ଭଳିଆ ପିଲା ସିଏ ପାରିବ। ସେଇଥିପାଇଁ ତାକୁ LKGରେ ଦେଇଛନ୍ତି। ଗୋଟେ କଥା ହେଉଛି ସେ କହିଲେ ଯେ ନାଇଁ ତାକୁ କହିବ ଯେ ସେ ଧୀରେ ସୁସ୍ଥେ ଲେଖିବ ଧୀରେ ଧୀରେ ଲେଖିବ। ଯେଉଁଟାକି ଅଧଘଣ୍ଟାର କାମ ସେ 5 ମିନିଟ୍ରେ କରିକି ସାରୁଛି। ତ ସ୍କୁଲରେ ବି ସେଇ କଥା କହିଲେ। ମାନେ ମୁଁ କ'ଣ କରିବି ଖାଲି ମୁଣ୍ଡରେ ହାତ ଦେଇକି ବସିବା କଥା। ମୋ ବଡ଼ ପୁଅ ଲେଖିବନି ହେଲା। ମାନେ 5 ମିନିଟ୍ର କାମ ତାର ଅଧଘଣ୍ଟା ଲାଗିବ। ଆର ଅଧଘଣ୍ଟାର କାମ 5 ମିନିଟ୍ରେ ଇଏ ସାରିବ ହେଲା। ଏମିତିଆ ହେଉଛି କଥା। କହିଲେ ନାଇଁ ତାକୁ କହିବ ସେ ଯେମିତି ସ୍ଲୋ ଲେଖିବ। ସେ ଗୋଟେ ହାତରେ ଲେଖୁଥିବ ଆଉ ଗୋଟେ ମ୍ୟାଡ଼ାମ୍ ତାକୁ କହିଛନ୍ତି ସ୍ଲୋ ଏମିତି କହିବ। ତ ଏମିତି ହେଉଛି କଥା। ତ ଖାଇବା ପିଇବା ଲେଟ୍ ହେଇଗଲାଣି। 9:20 ହେଇଗଲା। ମୁଁ ଯାଏ ଶୀଘ୍ର ଖାଇବାଟା ବି କରିଦିଏ। ଖାଇବା କ'ଣ କରିବି ସେ ଗୋଟେ ଥଣ୍ଡା ଦିଅ। ଥଣ୍ଡା ଗରମ ଆଇସ୍କ୍ରିମ୍ ତ ଆଇଛି। ଅବିକା ତ ଖାଇସାରିଲାଣି ସବୁ ଫ୍ରୁଟ୍ସ ସବୁ ଖାଇସାରିଲାଣି। ସ୍କୁଲକୁ ବି ନେଇଥିଲ। ଆଜି ଟିକେ ଗ୍ରେପ୍ସର ଜୁସ୍ ବନାଉନ। ଗ୍ରେପ୍ସର ଜୁସ୍ ବନେଇଦେବା ଆଉ। ତ ଆଜି ଆଇସ୍କ୍ରିମ୍ଟା ଖାଇଦିଅ ରହିଥା। ତ ସେ ଗଲା ଏମିତିଆ ଖାଇବି ମଜା ଲାଗିବ। ଗୋଟାଏ ଥିବ ସେଇଥିରେ ସେଇ ଇଏ ବଢ଼ିଆଟା ଇଏ କୋନ୍ ଆଇସ୍କ୍ରିମ୍ ବଢ଼ିଆଟେ। ତାପରେ ଶାଗ ବାଛି ଦେଇଛି। ଏଇ ଶାଗ କରିଦେବା ଆଉ ପଖାଳ କରିଦେବା। ଯେହେତୁ ଦହି ଅଛି ଆଉ ପଖାଳ କରିଦେବା ଟିକେ। ଆଉ କ'ଣ କରିବା ଆଉ ଟିକେ ଦେଖିବା। ମୁଁ ତାଙ୍କୁ ଆଗେ ଆଇସ୍କ୍ରିମ୍ ଦେଇଦିଏ। ସେ କ'ଣ କହିଲେନି ପୁଣି ଜୁସ୍ ଫୁସ୍ ପିଇବେ ଦେଖତେ। ଯୋଉଟା ତମ ପସନ୍ଦ ଦେଇଦିଅ। ସେ କାହିଁକି ଏ କଥା କହିଲା ତ ସାଙ୍ଗମାନେ ଦେଖନ୍ତୁ ଏଇଟା ଏମିତି ଅବସ୍ଥା ହେଇଯାଇଛି ବେଲିକା। ସେଇଥିପାଇଁକା କହିଲା ମୋତେ ଯୋଉଟା ଦେବାର ଅଛି ଦେଇଦିଅ। ଯୋଉଟା ନେଇଥିଲୁ ଫେରାଇକି ଆଣିକି ଦେଉଛି। ଏମିତି ହେଇଯାଇଛି ସେ ଖାଇବନି ସେଇଥିପାଇଁକା। ମୁଁ ଖାଇବି ତ। ଏଇଟା ହଁ ଏଇଟା ହେଉଛି କ'ଣ କହନି କୁଲ୍ଫି। ବହୁତ ଟେଷ୍ଟି ଲାଗୁଛି ବଢ଼ିଆ ଲାଗୁଛି। ଏ ଅଭ୍ୟାସ ଜରି ଚାଟିବା ଛାଡ଼ି ଦେଉଛି। ତ ଆଜି କରିଦେଇଛି ଅଛି ପରିବାପତ୍ର ଥିଲେ କ'ଣ କରିବା। ଏ ଯେଉଁ ଭଣ୍ଡା ଅଛି ଭଣ୍ଡା ଆଳୁ ଆଜି କଷା କରିଦେବି। ପ୍ଲସ୍ ଆମ୍ବ ଖଟା କରିଦେଇଛି। ଆଉ ଟିକେ ଦେଖିବା କ'ଣ ଟିକେ କରିବା ଛୁଆଙ୍କ ପାଇଁ। ନା ଛୁଆ ଖାଇବେନି। ତ ଏତିକି ଆଜି ମାନେ ରୋଷେଇଟା। ତ ଛୁଆଙ୍କୁ ଯାଉଛି ଯିବି ଆଣିବା ପାଇଁକା। ଛୁଆ ଯାଇଛନ୍ତି ସ୍କୁଲ ଯାଇଛନ୍ତି। ତ ଟାଇମ୍ ବି ହେଇଗଲାଣି। ତ ରୋଷେଇ ତ ଆମର ପାଖାପାଖି ହେବା କଥା। ତାକୁ ପକେଇ ଦେଇକି କଷି ଦେଇକି ଛୁଆଙ୍କୁ ଆଣିବା ପାଇଁକା। ତ ଏଇଟା ମାନେ ଦେଖେଇ ପାରିଲିନି। ତ ବହୁତ ବଢ଼ିଆ ଲାଗେ ଯେଉଁ ଭଣ୍ଡା ଆଳୁ ମାନେ କଷା ଟିକେ ଜୁକୁଜୁକିଆ କରିବା। ତ ବହୁତ ବଢ଼ିଆ ଲାଗେ ଟେଷ୍ଟି ଲାଗେ। ତ ଏଠି ଆମ୍ବ ଖଟା ବସେଇ ଦେଇଛି ଗୁଡ଼ ପକେଇକି। ତ ଗୁଡ଼ ପକେଇକି ଯେହେତୁ ସେଇଟା ଟିକେ ମିଠା ସେ ଆମ୍ବଟା ସେଥିପାଇଁ ଟିକେ କଇଁଆ ଦେଇଦେବି। ତ ଆହୁରି ଭଲ ଲାଗିବ ଟେଷ୍ଟି ଲାଗିବ। ତ ଏମିତି ବସେଇ ଦେଇଛି। ଭାତଟା ମୋର ଇଣ୍ଡକ୍ସନରେ ହେଇଗଲାଣି। ତ ତାକୁ ଗାଳି ଗୁଳି ଦିଏ ଶୀଘ୍ର କାମ ସାରିଦିଏ। ତ ଏଠି ଛୁଆ ସବୁ ଆସିଗଲେଣି। ଛୁଆ ଆସିକିରି ବସ୍ ପଳେଇଲାଣି ଶିଶୁ ମନ୍ଦିର ପିଲାଙ୍କୁ ଆଣିବା ପାଇଁକା। ତ ମୋ ପୁଅକୁ ବସେଇ ଦେଇଛି। ତ ଖରା ଦେଖୁଥିବେ ସୂର୍ଯ୍ୟ ବୋପାଲୋ ଅନେଇ ହେଉନି। ଆଖି କ'ଣ ହେଇଯାଉଛି କହିବି କ'ଣ। ତ ଏମିତି ହେଉଛି କଥା। ୟାର ଯେଉଁ ଭିଉ କେମିତି ଦେଖନ୍ତୁ 10ଟା ବେଳର ଭିଉ। ତ ଘାସ ଗଛରେ ପାଣି ଦିଆହେଉଛି। ଭଗବାନ ଘାସ ଗଛ ଓପଡ଼ା ଯାଏ। ଏଠି ଘାସ ଗଛରେ ପାଣି ଦିଆହେଉଛି। କ'ଣ ଆଉ କହିବି।
ହଉ ଯାହା ଦିଆହେଉଛି ହଉ ମୁଁ ଯାଏ ମୋ ଛୁଆକୁ ନେଇକି ଆସେ ଆଜ୍ଞା ଖରା କେମିତି ହେଇଯାଉଛି ଛୁଆ ଆସିଲେ ପୁଣି ଖାଇବେ ପିଇବେ ଲେଟ୍ ହେଇଯିବ ଗଛ ଏତେ ସୁନ୍ଦର ସୁନ୍ଦର ହେଇଛି ଯେ ଫୁଲ ଫୁଟିଛି ଦେଖିବେ ଏତେ ସୁନ୍ଦର ଲାଗୁଛି କିନ୍ତୁ ସିକ୍ୟୁରିଟି ତ ମନା କରୁଛି ଆଉ ଦବନି ଦେଖିବା ଗୋଟାଏ ଖଣ୍ଡେ କହିବା ଦବ ଯଦି ନେଇକି ମୁଁ ବାଲକୋନିରେ ହେଲେ ଲଗେଇବି କିନ୍ତୁ କେତେ ସୁନ୍ଦର ଲାଗୁଛି ପୁରା ଛୋଟିଆ ଛୋଟିଆ କ୍ୟୁଟ୍ କାପଡ଼ ମୁଁ ଜୁମ୍ କରିକି ଚାହିଁକି ଦେଖେଇ ପାରିବୁନି କାହିଁକିନା ମୁଁ କ୍ୟାମେରାଟା ଧରିଛି ସିକ୍ୟୁରିଟି ଚାରିଆଡ଼େ ସିକ୍ୟୁରିଟି ସେପଟେ ଗଛରେ ପାଣି ଦିଆହେଉଛି ଆଉ କ'ଣ କହିବି ଆମେ ଧୀରେ ଧୀରେ ସେନେ ଦେଖାଉଛି ଚାରିଆଡ଼େ ତଥାପି ସବୁ ଦେଖେଇବେନି ଯେତିକି ପାରୁଛି ଦେଖାଉଛି ତ ଜୁମ୍ କରିକି ଆପଣମାନେ ଦେଖିଦେବେନି ଦେଖିନେବେ ଗୋପାଲ ହେଡ଼େ ବଇଛି ଫୋନ୍ଟାକୁ ବନ୍ଦ କରିଦେବା ତ ମେଲା ହେଇକି ଆଉଛନ୍ତି ଏମିତି ମୁଁ ଯାଏ ଦୁଦୁଟା ନେଇକି ଆସି ତାକୁ ଦେଖାଯାଉଛି ସେ ଦେଖେ ତା ଆଗ ମୁଁ କେତେ ମିନିଟ୍ ହେଲାଣି ଠିଆ ହେଇଛି ସେ ହେଇ ତା ମୁହଁ ଦେଖିଲ ନା ତା ମୁହଁ ଦେଖିଲେ ସେ କେମିତି ସେଗୁଡ଼ା କାହିଁ ହେଇଛି କି ଦେଖାଯାଉଥିଲୁ ସିଏ ଯେ ମୁହଁ ଅନାନି ମୋତେ ଟିକେ ଦେଖାନି ଦୋକାନ କାହିଁ ଏଗୁଡ଼ା ସେ ଖାଉନି ଦେଖ କେନ୍ତିଆ ହେଇଛି ଏଗୁଡ଼ା ସେ ଖାଉନି ଏ ଶୁଣ ସମୟ ସେପଟ ବାଟେ ଯାଉଛନ୍ତି ଏପଟେ ତାର ଇଏ ହେଇଛି କାହିଁ ସେପଟ ବାଟେ ସିଏ ନା କ'ଣ କି ଏପଟ ବାଟେ ଯାଉନାହାନ୍ତି ତୁ କେତେ ଠିଆ ହେଲେଣି କହିଲ ଆଉ ତମେ ଆସିବି ଠିକ୍ ଫୋନ୍ କରିବ ଆସିବି ନା ମା ଏତେ ପିଠା କୋଉଠୁ ଆସିଲା ମିଠା କୋଉଠୁ ଆସିଲା ତ ଛେନାଟା ଏଇଟା ପନିରଟା ଏଇଠି ଦୁଦୁ ଅଙ୍କଲ ଦେଇଛନ୍ତି ଏଇଟା ଭଲ ପନିର ପୁରା ପିଓର ଦୁଦୁରେ ହୁଏ ତ ଏଇଟା ହେଉଛି କି କେତେ ପଡ଼ିବ 1200-1300 ଖଣ୍ଡେ ହେବ ବୋଧେ ବେଶୀ ହେବ 1.5 କିଲୋ ପାଖାପାଖି ହେବ ଆଉ ତ କାଲି ପ୍ରଭାତ ଭାଇ ଆସିଲେ ତ ଗୁଆ ଦେଇକି ଗଲେ ଯେହେତୁ ଏତେ ବାଟ ଆମ ବାରିକ ଫାରିକ ଆଉ ଅଛି ଯେ ସେ ଯୋଉ ବାରିକ ଆସିକି ଗୁଆ ଦେବ ନାହିଁ ସେମିତି କିଛି ନାହିଁ ତ ପ୍ରଭାତ କାଲି ଆସିଥିଲେ ଆସିକି ଗୁଆ ଖାଲି ଗୁଆ ଦିଅନ୍ତି ତା ସାଙ୍ଗରେ ମିଠା ତ ମିଠା ନେଇକି ଆସିଥିଲେ ତ ଗୁଆ ପଇଲା ତାପରେ ବାହାଘର ପାଇଁକା ପ୍ରିପାରେସନ୍ ଏଇଟା ଚାଲିଛି ତାପରେ କ'ଣ ସବୁ କିଣାକିଣି ତ ଚାଲିଛି କିଣାକିଣି ଆଜି ଯାକେ ବି ସବୁ ସରିନି ଆଉ ବାହାଘର ହବା ଯାକେ କିଣାକିଣି ଏମିତି ଚାଲିଥିବ ସରିବା ଯାକେ ବୋଧେ ତ ଏମିତି ହେଉଛି କଥା ଆଉ କ'ଣ କରିବା ଗୁଆ ପଇଲା ତ ଯିବା ବାହାଘର ହେଉଛି 2 ତାରିଖ ମଙ୍ଗନ 3 ତାରିଖ ବାହାଘର ତ ଏମିତି ହେଉଛି କଥା ଝୁଅ କ'ଣ କରୁଛି ମୁଁ ସେଟା କହିବି ପାରିବିନି ଏତେ ବଦମାସ ପିଲାଟା ତ ଏମିତି ହେଉଛି କଥା ଆଉ କ'ଣ କରି ବାହାଘର ସବୁ ଭିଡ଼ିଓ ମୁଁ ଆପଣମାନଙ୍କୁ ଦେଖେଇବି ଏମିତି ଆଉ ଛୁଆ ଆଗେ ଖାଇ ପିଇ ଦିଅନ୍ତୁ ଖାଇକି ଛୁଆ ଦିଅନ୍ତୁ ତାପରେ କ'ଣ କରୁଛି କ'ଣ ନାହିଁ ରୋଷେଇ ବସେଇ ଦେଇଛି ଖୁସି ଅଛି ବାହାଘରଟା କିନ୍ତୁ ଭଲରେ ଖାଉଛ କ'ଣ ମିଠା ଆଇ ଖାଉଛ ସେ ମିଠା ଆଇକି କ'ଣ କରିଛ ଚାପି ଚୁପି କ'ଣ ସେ କରିଛି ସେମିତି ଖାଉଛି ତ ଆଉ ଗୋଟେ ପିଲା ଆସିଗଲାଣି ମାନେ କ'ଣ ଖାଉଛ ନାଇଁ ସେ ରସଗୋଲା ନୁହେଁ ହଁ କ'ଣ ଗୋଲାପଜାମୁ ଆଉ ଦେ ଶୀଘ୍ର ଖାଇଦିଅ ସୋଫା ଉପରେ ଆସିକି ସବୁ ଗଦେଇ ସାରିଲେଣି ଡ୍ରେସ୍ ପତ୍ର ତ ଠିକ୍ ଅଛି ତାକୁ ସବୁ ଧୁଆଧୁଇ କରିବା କାଲି ପୁଣି ପିନ୍ଧିକି ଯିବେ ହଁ ମୋ କାମ ବଢ଼ିଯାଇଛି ତମେ ସେ ଭାବିବା କଥା ସେଇ ଅନୁସାରେ ଭଲ ପାଠ ପଢ଼ିବା କଥା କି ନାହିଁ ତମ ପାଇଁ ମୁଁ କରୁଛି ନା ନାହିଁ ଭାରି ବ୍ୟସ୍ତ କ'ଣ କି ଲେଟ୍ ହେଇଗଲାଣି ଭାତ ତୁ ଖାଇବୁ ଭାତ ଖାଇବେ ତ ଇଆଡ଼େ ବସେଇ ଦେଇଛି ଭଜା ହେଇଗଲାଣି ଆଜି ହେଉଛି ଚୁଙ୍ଗୁଡ଼ି ତରକାରୀ ତ ଚୁଙ୍ଗୁଡ଼ି ନେଇ ଆସିଲେ ଯେ ବଡ଼ ଏତିକି ବଡ଼ ନେଇ ଆସିଲେ ମାଛ ପାଇଁ ମାଛ ଖାଇବ ଚୁଙ୍ଗୁଡ଼ି ସେଇଥିପାଇଁକା ଆଉ ମୁଁ କହିଲି ନାଇଁ ଖାଉ ଛୁଆ ଖାଇଦେବେ ଗୋଟିଏ ଚୁଙ୍ଗୁଡ଼ି ଦେଇଦିଅ ଆଉ ଛୁଆ ଖାଇଦେବେ ଆଉ ସେ ଖାଉ ଆଉ ସେ ନାଇଁ ତରକାରୀ ଟିକେ କରିଦେଲି ଛୁଆ ଆରାମସେ ଖାଇଦେବେ ନା ତ ଦିନରେ ଅଣ୍ଡା ହେଇଥିଲା ଅଣ୍ଡା ଭଜିଆ ହେଇଥିଲା ତ ଭାଜି ଦେଇଛି ବିନ୍ ଝୁଡ଼ଙ୍ଗ ଭାଜି ଦେଇଛି ତ ଏମିତି ହେଉଛି କଥା ଆଉ କ'ଣ ତାପରେ ଚୁଙ୍ଗୁଡ଼ି ତରକାରୀଟା ବଇଛି ଯେହେତୁ ଚୁଙ୍ଗୁଡ଼ି ତରକାରୀଟା ବଇଛି ଉଠଉଛି ନାଇଁ ଭୋକ ହେଲାଣି ଜୋରେ ଆଉ କ'ଣ କରିବି ଶୀଘ୍ର କରିଦେଲେ ଆଉ ଇଏ ଖାଇବନି ଚୁଙ୍ଗୁଡ଼ି ଖାଇବନି ଆର ଆଲାର୍ଜି ଖାଇବୁ କେଉଁଦିନ ଆଇଁଷ ଛାଡ଼ିଦେବି ଆଇଁଷ ଛାଡ଼ିଦେବୁ ଏଇଟା କଥା ଖାଇବି ଆଇଁଷ ଭଲ ଲାଗେନି ଭଲ ଲାଗେନି କ'ଣ ଚୁଙ୍ଗୁଡ଼ି ଅଣ୍ଡା ଆଉ କ'ଣ ଚିକେନ୍ ଖାଇଲେ ତାର ଆଲାର୍ଜି ହୁଏ ସେଇଥିପାଇଁକା ସେ ଖାଉନି ଖାଇଲେ ଦେହ ହେଲା ଭଳିଆ ହେଉଛି ମାନେ ଏମିତି ହେଉଛି ଯେ ଆଉ ମାନେ ଭାରି ଇଏ ଲାଗୁଛି ମୋ ଝିଅ ଖାଲି ଏଠି ଟୁଙ୍ଗୁରୁ ହେଉଛି ଏଇଥିପାଇଁକା ଯେ ଆଣ ବଟା ହେଇକି ଥୁଆ ହେଇଛି ସେଇଥିପାଇଁକା ସେ ଆଣକୁ ଚାଟିକି ଖାଇବ ସେଇଥିପାଇଁକା ପେଟ କାଟୁଛି ଆଉ ଜଲ୍ଦି ବାଡ଼ କରୁନି ଆଉ କିଏ କରୁଛି ଟୁଙ୍ଗୁଡ଼ି ତରକାରୀ ଆଇଁଷ ହେଲେ ତାର ହେଲା ଆଇଁଷ ହେଲେ ତାର ଭାତ ତାର ଚାଲିଲା ନହେଲେ ନାହିଁ ଭୋକ ହେଇଗଲା ଜୋରେ ଶୀଘ୍ର ଚାଲିଛି ଆଉ କ'ଣ କରିବା ଇଆଡ଼େ ଗ୍ୟାସ୍ରେ ଯେଉଁ ପ୍ରୋବ୍ଲେମ୍ ଇଆଡ଼େ ରୁଟି କଣା ହେଇଗଲାଣି କଣା କାଟି ଦେଇଥିବା ତ ଇଆଡ଼େ ଗ୍ୟାସ୍ରେ ଯେଉଁ ଜଲ୍ଦି ବାଲା ସରିଲାଣି ଶୀଘ୍ର କରିଦିଏ ତାପରେ ଖାଇବୁ ଏଠିକି ଆଣି ଶୁଣୁ ଏଠିକି ଆଣି ତ ଏଇ ଗୋଟେ ପିଲା ଲୁଚିକି ଧରୁଛି ତାକୁ ପୁଣି ମାରୁଛି ତା ମାମୁକୁ ମାରୁଛି ଆଣ ବଟା ହେଇକି ଖୁଆଇଛି ସେ ଆଉ ଖାଇବ ପିଲା ଆଣ ଆମକୁ କ'ଣ ଭଲ ଲାଗେନି ତତେ ଆଉ ଭଲ ଲାଗେନି ଆମକୁ କାହିଁ ଖାଉଛୁ କାହିଁ କଞ୍ଚା ଆଣକୁ ଜଣା ନାହିଁ ତ ପଚାରା କହୁଛୁ ମୋତେ ଜଣା ନାହିଁ ତ ଏମିତି ହେଉଛି କଥା ଡାଲିଟା ବସେଇ ଦେଇଛି ଆଉ ଏ ମାମୁ ଦେଇ ଚିଆ ଲାଗିଯିବ ଡାଲିଟା ବସେଇ ଦେଇଛି ତ ଇଣ୍ଡକ୍ସନରେ ତ ସବୁ ରୋଷେଇ ଆଉ କ'ଣ କରିବ ଏ ଯେଉଁ ଗ୍ୟାସ୍ ସମସ୍ୟା ଏ ଗ୍ୟାସ୍ ଦେଲେଣି ଦେଇଦେଲେ କହୁଛନ୍ତି 35 ଦିନ ଆସୁଛି 35 ଦିନ ରୋଷେଇ କରୁଛୁ ଗୋଲ ଚକୁଳି ପିଠା ଗୋଲ ନୁହଁ ଏ ରୁଟି ହବ ଗୋଲ ହେଲା
କା ସାର୍ ଗପି ଗପି ମୋର ଗୁଆ ଠିକ ହଉନି ମାନଚିତ୍ର ହେଇଯାଉଛି ମୋର ହଉ ଯେମିତି ହଉଛି ହଉ ଖାଇଦେବା କଥା ତ ଆକୁ କେତେ ଇଏ କରିସାରିଲି ଟିକେ ପାଣି ହେଇଗଲା ସେ କଡ଼େଇରେ ଚିଆଁ ଲାଗିବ ସେ କଡ଼େଇ ତତଲା ଏମିତି କ'ଣ କରିବୁ ଗୋଲ ଗୁଚୁଗୁରା